ଯେ ମଣିଷକୁ ମଣିଷ କିଛି ମୂଲ୍ୟ ନାହିଁ। ଆମେ ରାଜନୀତି କରୁଛୁ ଆଉ ଏଇଖିନା ରାଜନୀତି କଥା ଶୁଣିଲେ ବି ମନେ ଦୁଃଖ ଆସୁଛି। ଏଇ ରାଜନୀତିରେ ପରା ହାଣା କାଟି ପଡ଼ିଛୁ ଆମେ। ଦେଖନ୍ତୁ ଏ ଯେଉଁ ବାଂଲାଦେଶର ଯେଉଁ ଲୋକମାନେ ରହିଛନ୍ତି ସେମାନଙ୍କର ସେଠିକା ଯେଉଁ ହିଂସ୍ର ମାନସିକତା ଏଇଟା ନୂଆ କଥା ନୁହେଁ। ଯେଉଁ 1950 ମସିହାରୁ ଆମେ ଦେଖିବାକୁ ପାଇଛେ। ତା ଛଡ଼ା ସେଠି ଯେଉଁମାନେ ଆକ୍ରମଣର ଶିକାର ହୁଅନ୍ତି, ଯେଉଁମାନେ ହଇରାଣ ହରକତ ହୁଅନ୍ତି, କେବେ ନିର୍ଯାତିତ ହୁଅନ୍ତି ଏବଂ ସେ ଜାଗାରୁ ଆସିକି ଭାରତ ବର୍ଷରେ ବିଭିନ୍ନ ସ୍ଥାନରେ ମଧ୍ୟ ସେ ସମୟରେ ଯେ ସରକାର ରହିଥିଲା ବିଭିନ୍ନ ରିଫ୍ୟୁଜି କ୍ୟାମ୍ପ କରିକି ବହୁତ ଲୋକଙ୍କୁ ଆଶ୍ରା ଦେଇଥିଲା। ତେବେ ସେ ସମୟରେ ଯେଉଁ ଘଟଣା ଗୁଡ଼ିକ ଘଟିଥିଲା କାହିଁକି ସେମାନେ ଛାଡ଼ିକି ପଳେଇ ଆସିଥିଲେ, ଏବେ ବି ବାଂଲାଦେଶ ଜଳୁଛି ଏବଂ ଯେଉଁ ଲୋକମାନଙ୍କ ଉପରେ ଆକ୍ରମଣ କରାଯାଉଛି, ଯେଉଁମାନେ ହିନ୍ଦୁ ଲୋକମାନେ ରହିଛି ସେମାନଙ୍କୁ କିଭଳି ଆକ୍ରମଣ କରାଯାଉଛି, ସେଠି ଯେଉଁ ଜିନିଷ ଚାଲିଛି ସେଭଳି ଏକ ଚିତ୍ର ଥିଲା 1950 ମସିହାରେ ନାରାୟଣ ଦାସ ବୋଲି ଯିଏକି ଖର୍ଣ୍ଣାତୀରେ ଆସି କ୍ୟାମ୍ପରେ ତାଙ୍କୁ ଥଇଥାନ କରାଯାଇଥିଲା। ଆମେ ତାଙ୍କର ପ୍ରତିକ୍ରିୟା ନେବା ଯେ କ'ଣ ଘଟିଥିଲା, କେତେ ରୋଚକ ଥିଲା ସେ ସମୟରେ, କିଭଳି ହିଂସ୍ର ହୋଇ ଉଠିଥିଲେ ଯେତେବେଳେ ବାଂଲାଦେଶୀ ମାନେ ତାଙ୍କୁ ଆକ୍ରମଣ କରିଥିଲେ ତାଙ୍କ ପରିବାରକୁ ଏବଂ ସେ ତାଙ୍କ ଜୀବନ ବଞ୍ଚାଇ ଗୋଟେ ନୌକା ଯୋଗେ ଆସିଥିଲେ। ତାଙ୍କର ନିଶ୍ଚିତ ପ୍ରତିକ୍ରିୟା ନେବା। ଯେତେବେଳେ ବର୍ତ୍ତମାନ ବିବାଦ ଚାଲିଛି, ଆପଣ ଯେତେବେଳେ ବାଂଲାଦେଶରେ ଥିଲେ କ'ଣ ଏମିତି ପରିସ୍ଥିତି ହେଲା ଯେ ଆପଣଙ୍କ ପରିବାରକୁ ସେ ଜାଗାରୁ ଛାଡ଼ିବାକୁ ପଡ଼ିଲା, ଆପଣ ଭାରତକୁ ପଳେଇ ଆସିଲେ ଶରଣାର୍ଥୀ ଭାବେ? ଲୋକ ତ ସେ ପାର୍ଟିସନ୍ ହେବା ପରେ ସେ ଆଲ୍ଲାହ ଆକବର କରିକି ଆସିକି ଗାଁରେ ସମସ୍ତେ ହାଣୁଛି ଆଉ ଗୋଟେ ଗୋଟେ ଗାଁ ପୁରା ଛପା କରିଦେଇଛି। ଆମେ ସେସବୁ ଦେଖିକି ଆମେ କେମିତି ଲୁଚିକି ପଳାଇଲି ଆଉ ସେଇ ନଳିତା ବାଗାନ ଦେଇ ହ୍ୟାନ୍ ତ୍ୟାନ୍ କରିକି ଡଙ୍ଗା ଧରି ତାପରେ ଯେ ଯାର ଯେମିତି ଯେମିତି ସମସ୍ତେ ଗୋଟେ ପ୍ରକାର ଆସିନାହିଁ, ଯେ ଯେମିତି ପାରିଛି ଆସିଛି। ସେମାନଙ୍କର ଏମିତି ମାନସିକତା କ'ଣ ହେଲା ଆପଣମାନଙ୍କ ପ୍ରତି? କାହିଁ ଏମିତି ନେଗେଟିଭ ମାନସିକତା ଆପଣଙ୍କୁ କାହିଁକି ସେମାନେ ଖରାପ? ସେ କହିଲା ହିନ୍ଦୁସ୍ତାନରେ ହିନ୍ଦୁ ରହିବ, ପାକିସ୍ତାନରେ ପଠାଣ ରହିବ। ସେଇ ନେଇକି ତାଙ୍କୁ ଗଭର୍ଣ୍ଣମେଣ୍ଟ ଗଣ୍ଡଗୋଳ ଆମେ କେମିତି ସେତେବେଳେ ବୁଝିପାରିବି। ଯେତେବେଳେ ହଣାକଟା ଆରମ୍ଭ ହେଲା ସେତେବେଳେ ଆମେ ପଳାଇଲୁ ଆସିକି ଇଣ୍ଡିଆରେ ଯେତେବେଳେ ଆସିଲି। ସେତେବେଳେ କେତେ ବର୍ଷ ବୟସ ହେଇଥିଲା? 12 ବର୍ଷ ବୟସ। କ'ଣ ସେତେବେଳେ କେମିତି କେଉଁ ମସିହାର ଘଟଣା ଏଇଟା? ଏଇଟା ଆପଣ ଆସିଲେ 50ରେ ଏଇଠି ଆସିଲି ଜ୍ୟୈଷ୍ଠ ମାସରେ। ତାହେଲେ ଧରନ୍ତୁ କି ମାସ ହବ। ହଁ, ସେଠି କ'ଣ କ'ଣ ଘଟୁଥିଲା ଯେତେବେଳେ ଆପଣ ଆସୁଥିଲେ ଛାଡ଼ିକି? କ'ଣ ଏମିତି ଘଟି ଯାଉଥିଲା ଯେ ଆପଣ ଭୟଭୀତ ହେଇକି ଛାଡ଼ିକି ପଳେଇ ଆସିଲେ? ସେ ସମୟରେ କାହାଣୀ କ'ଣ ମନେ ଅଛି କହିଲେ? ସେ ସମୟରେ ମାଆକୁ କାଟିକି ସ୍ତନ କାଟିକି ପୁଅଟାକୁ ତା ମୁଣ୍ଡ କାଟିକି ଦେଇଛି ତା କୋଳରେ। ଏମିତି ସବୁ ଆରମ୍ଭ କଲାଣି ସେମାନେ ଅତ୍ୟାଚାର। ସେ କହି ହେବନି ସେସବୁ ଅତ୍ୟାଚାର କଥା କହିଲେ ପରା ବଡ଼ ଦୁଃଖ ଆସିବ ଯେ ମଣିଷକୁ ମଣିଷ କିଛି ମୂଲ୍ୟ ନାହିଁ। ଆମେ ରାଜନୀତି କରୁଛୁ ଆଉ ଏଇଖିନା ରାଜନୀତି କଥା ଶୁଣିଲେ ବି ମନେ ଦୁଃଖ ଆସୁଛି। ଏଇ ରାଜନୀତିରେ ପରା ହାଣା କାଟି ପଡ଼ିଛୁ ଆମେ। କିନ୍ତୁ ଆମର ଯେତେବେଳେ କେମିତି କ'ଣ ଲୁଚିକି ଆସିଲେ, ଖାଲି ସେ କଥାଟି କହିଲେ, କେମିତି କ'ଣ ଲୁଚିକି ଆସିଲେ? ନଳିତା ବାଗାନ ଦେଇକି ଆସିକି ଗୋଟେ ଜୋଳ ପାଖରେ ଆସିଲି। ସେଇଠି ଗୋଟେ ଡଙ୍ଗା ଥିଲା, ସେମାନେ ମାଛ ଧରୁଥିଲା। ଆମେ କେତେ ନେବୁ, ଆମକୁ ଟିକେ ଖୁଲନାରେ ଉଠାଇ ଦେବୁ। ଖୁଲନାରେ ସେମାନେ ପଇସା ନେଇକି ଖୁଲନାରେ କେତେ ପଇସା ଦେଇଛି ବାପା ମୁଁ କହିପାରିବିନି। ଖୁଲନାରେ ଉଠାଇ ଦେଲେ। ସେଇଠୁ ଆମେ ଆସିଲୁ କେଉଁଠି ବନଗାଁରେ, ବନଗାଁ ବର୍ଡର। କୋଉଥିରେ ଆସିଲେ ଆପଣ? ଡଙ୍ଗାରେ। ଗାଡ଼ି ଘୋଡ଼ାରେ ଆସିପାରିଲେନି କ'ଣ ପାଇଁ? ଗାଡ଼ି ଘୋଡ଼ା ନାହିଁ ସେତେବେଳେ, ଗାଡ଼ି ଘୋଡ଼ା ନଥିଲା। ଆଚ୍ଛା, ତାପରେ ସବୁ ଜାଗାରେ ତ ପଠାଣ ଦେଖିବା ଯେ କିଭଳି ଭାବରେ ହିଂସ୍ର ହୋଇ ଉଠିଥିଲେ ଏବଂ ତାଙ୍କ ପରିବାର ଜୀବନ ବଞ୍ଚାଇ ଆସିଲା। ନଈରେ ଡଙ୍ଗାରେ ଲୁଚିକି ଆସିଲେ ଏବଂ ତାଙ୍କ ଯେଉଁ ଗାଁ ଥିଲା ସେଠି କିଛି ସହଯୋଗୀ ଥିଲେ ଯେଉଁମାନେ ତାଙ୍କୁ ସାହାଯ୍ୟ କରିଥିଲେ। ସିଏ ନୁହଁ, ତାଙ୍କ ଭଳି ଏମିତି ହଜାର ହଜାର ଲୋକ ଆସିଛନ୍ତି। ବିଭିନ୍ନ ଭାରତର ବିଭିନ୍ନ ଶରଣାର୍ଥୀ କ୍ୟାମ୍ପରେ ବର୍ତ୍ତମାନ ବି ରହିଛନ୍ତି। ସେଗୁଡ଼ିକ କଥା ଗୁଡ଼ିକ କହିଲେ ତାଙ୍କ ଆଖିରୁ ଲୁହ ଝରି ଆସୁଛି।